ଶିଖା ମୁଁ ଆଜି ମୋ ଘର ଦ୍ୱାର ସଂସାର ଛାଡ଼ିକି ମୁଁ ତୁମ ପାଖକୁ ଫେରି ଆସିଛି ପ୍ରକାଶ। ଏ ଶିଖା ଏ ତୁମେ କ'ଣ କଲ? ଆଜି ପରା ତୁମ ବାହାଘର, ତୁମ ବାହା ବେଦୀରୁ ତୁମେ ଏମିତି କ'ଣ ପାଇଁ ଚାଲି ଆସିଛ? ହେଲେ ତୁମେ କୁହ ପ୍ରକାଶ, ମୁଁ ତୁମକୁ ହୃଦୟ ଦେଇ ଭଲ ପାଇଛି। ମୁଁ କ'ଣ ତୁମକୁ ଏକୁଟିଆ ଛାଡ଼ି ଦେଇ ରହିପାରିବି? ମାନୁଛି ଶିଖା, ହେଲେ ତୁମେ ତ ଗୋଟେ ପରିସ୍ଥିତିରେ ତୁମ ଭାଇର କଥାରେ ପଡ଼ି ବାହା ହେବା ପାଇଁ ରାଜି ହେଇଥିଲ। ଏବେ ଯଦି ବର ଆସି ଫେରିଯିବ ତାହେଲେ ତୁମ ଭାଇର ଅବସ୍ଥା କ'ଣ ହବ? ହେଲେ ମୁଁ ଏହା କିଛି ଜାଣିନା। ମୁଁ ତୁମକୁ ଭଲ ପାଇଛି। ଆଉ ପ୍ରକାଶ, ତୁମ ପାଇଁ ମୁଁ ମୋ ଘର, ମୋ ଭାଇ, ମୋ ବାପା ଛାଡ଼ିକି ତୁମ ପାଖରେ ଆସିଛି। ଯଦି ତ ତୁମେ ମନା କରିବ ତାହେଲେ ଏଇଠି ମୋ ହେ ଶିଖା, ମୋ କଥା ବୁଝିବା ପାଇଁ ଚେଷ୍ଟା କର। ମୁଁ ଜମାରେ ବୁଝିବିନି ପ୍ରକାଶ। ତୁମେ ମୋର, ତୁମେ ମୋର। ହେ ପ୍ରଭୁ, ଏବେ ମୁଁ କ'ଣ କରିବି ପ୍ରଭୁ? ମତେ ଏମିତି ପରିସ୍ଥିତି ଆଉ ଏମିତି ପରୀକ୍ଷା ଦେଉଛ ଯେ ମୁଁ ତ କିଛି ବି ବୁଝିପାରୁନି। ଶିଖା, ମୁଁ କେମିତି କହିପାରିବି? ଆରେ ଯଦି ତୁମ ଭାଇର କିଛି ହେଇଯିବ ଠିକ ଅଛି, ମାରୁଛି, ମୁଁ ତୁମକୁ ଭଲ ପାଏ, ତମେ ବି ମତେ ଭଲ ପାଅ, ତୁମ ଘର ଛାଡ଼ି ଚାଲି ଆସିବ। ହେଲେ ଶିଖା, ଚାଲ ଏବେ ବି ସମୟ ଅଛି, ମୁଁ ତୁମକୁ ଛାଡ଼ିଦେବି। ନା ପ୍ରକାଶ, ମୁଁ ତୁମକୁ ଛାଡ଼ି କୁଆଡ଼େ ମୁହୂର୍ତ୍ତ ବି ବଞ୍ଚି ପାରିବିନି। ମୁଁ ତୁମ ପାଇଁ ମୋ ଘର ଦ୍ୱାର ସବୁ ତ୍ୟାଗ କରିକି ଆସିଛି। ଆଉ ମୁଁ ତୁମକୁ ମୋ ହୃଦୟରେ ସ୍ଥାନ ଦେଇ ସାରିଛି। ଠିକ ଅଛି, ଯଦି ତୁମେ ମୋ ପାଇଁ ଏତିକି କରୁଛ, ଯାହା ବି ହଉ ମୁଁ ତୁମକୁ ଛାଡ଼ିବିନି। ଆଜି ଆଜି ଏଇ ମୁହୂର୍ତ୍ତରେ ପାଖରେ ଥିବା ମହାଦେବଙ୍କ ମନ୍ଦିରରେ ମୁଁ ତୁମକୁ ବିବାହ କରିବି। ଆଉ ସମୟ ନଷ୍ଟ କରିବାନି। ଚାଲ এই মুহূর্তে আমি বাহাই যা শিখা, নহলে বহুত কিছু ঘটি যাইপারে শিখা। চলো আউ সময়কে অপেক্ষা করিবারি, চলো। আরে ওই সহচরী বৃন্দে, এই দেখ বর আসিগলে, তাঙ্ক স্বাগত পাই কিছু পুষ্প কিছু চাউল আনি তাঙ্কু স্বাগত কর। আলোয় সহচরী বৃন্দে,
ତମେ ଶୀଘ୍ର ଯାଇ ମୋ ଭଉଣୀ ଶିକାକୁ ନେଇ ଆସ। ঠিক আছে যুবরাজ। ओम सर्वमंगल मंगले शिवे सर्वार्थसाधिके शरणं त्र्यंबके गौरी नारायणी नमस्ते जठारवक्षमण्डले ओम मंगलम भगवान विष्णु मंगलम पुरुषाख्यम पुरुषवाधे ओम मंगलम पुरुषोत्तम माधव माधव जगदीश्वरी ओम मंगलम विष्णु मंगलम पुरुषोत्तम माधव 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 त्रिसत्य हे जोगेश अरे बाबा समय रही जाऊँगी अरे तुम्हें तुम भौणी को नहीं आस विवाह समापन कला परे बाकी आयोजन करवा बाबा नहीं आस ଆରେ ହଁ ମଉସା ସମୟ ଘରେ ଗଲାଣି ଯୁବରାଜ। ସାରେ କେମିତି ହେଲା ମୋର ଢୋକିଲା ଯୁବରାଜ ଏ ଯୁବରାଜ ଆରେ ହଁ ସହଚରୀ ବୃନ୍ଦେ ଆମ ଶିକା ଆପା ଘରେ ନାହାନ୍ତି ମ। ଆରେ କ'ଣ କହିଲ ଶିଖାଟା ଘରେ ନାହିଁ ଆରେ ତମେ ଭଲ କି ଦେଖ ଶିଖା ଥିବ ଘରେ ଆମେ ସବୁ ବାଟ ଖୋଜିଲୁ ହେଲେ କୋଉଠି ବି ପାଇଲୁନି। ଆରେ କଣ ହେଲା କୋଉଠି ବି ନାହିଁ ସାରେ ସାରେ ଓ ସାରେ ତମ ପୁଅଟା ଫେରା ହେଇଗଲା ବୋଧେ ଆରେ ଘରେ ନାହିଁ କିଏ କିଏ ଆଉ ଆମ ଯୋଉ ବାହା ହେଇଥିଲା ନା ସେଇ ଝିଅଟା हे जोगेश ମଉସା अरे तुम्हें घर को जाही प्रस्ताव देइथिला बते ଆରେ ହଁ ମଉସା तुमरी भौणी सहित मोर पुअर बाहागर पाई ଆରେ ହଁ ମଉସା अरे मु कौन शुणुची तुमर भौणी घरे नाही ହେଲେ ମଉସା ମୋ ଭଉଣୀ କୁଆଡ଼େ ଗଲା ମୋତେ କିଛି ଜଣା ନାହିଁ ମଉସା अबे जोगेश হইবে তু কারণ্যগড় রাজা দে রাজেশ্বর সহিত এমিতি বৈমানি করিবা মানে ଆରେ ହଁ ମଉସାଟା ମୋ ଭଉଣୀ ଯୋଉ ଭୁଲ କରିଛି ସେଥିପାଇଁ ମୁଁ କ୍ଷମା ମାଗୁଛି ମଉସା আবে ক্ষমা কোন মাগিব মোরে আদিত্য এনে মঙ্গল আহে রহিব আরে বাহাঘর পাই বেদি সামগ্রী সবু সাজ সজ্জা করে বনাই আসিলি মানে মো পুଅ মঙ্গলা রহিলে মু বঞ্চি পারিবে নাই রাইবে ହେଲେ ମଉସା ଏବେ କ'ଣ କରିବା ମଉସା ହଁ କଣ କରିବା ମଉସା আবে এ শোনা মতে কোন কলু বে কিসু পালো করিদেলু কিসু পালো আরে বন্ধু ମୋର ଭୁଲ এই চলাটাকে মারো 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 ভুলে গেছি ইয়া হবালু ତୁମ ପୁଅକୁ ଶିଶୁ ପାଲ ସଜାଇ ଦେଇଛୁ କରିଦିଅ ମଉସା ତୁ ଏମିତି ଜିନିଷ ତିଆରି କଲୁ ନା ଆରେ ମୋ ହୃଦୟକୁ ନାହିଁ ମୋ ରାଜ୍ୟକୁ ଯନ୍ତ୍ରଣା ପହଞ୍ଚିଛି ହେଲେ ମଉସା ଆରେ ମୋତେ ନୁହେଁ ମୋ ପୁଅକୁ ଯନ୍ତ୍ରଣା ପହଞ୍ଚିଛି ମାନେ ତୋ ଭଉଣୀର ପ୍ରସ୍ତାବ ନେଇ ମୁଁ ବର ଆଣି ଆସିଥିଲି ତୋ ଘରକୁ ମୋତେ କ୍ଷମା କରିଦେଉଛ ମଉସା କ୍ଷମା? ମୁଁ ତମ ଗୋଡ଼ ଧରୁଛି ମଉସା
মরিগলা এই যে কোন করিবে সারি বাবা বহুত রাগি আছে রে বাবা দয়ালে দে সারে মোরে পরিবার উপরে কৌশি ব্যক্তি যদি আঙ্গলে উঠাই দেখায় মু তারি সর্বনাশ করে দেবে। কিন্তু বাবা হে আদিত্য তু মঙ্গলানি হলো বাবা। আরে পরশুরাম বঞ্চে থিবা যায় মু তোর বিবাহ করিবে বাবা, নিশ্চয় বিবাহ করিবে। কিন্তু নাই বাবা শিখাକୁ ଯିଏ ବି ନେଇଥାଉ ନା କାହିଁକି ତାକୁ ମାରି ସେ ଶିଖାକୁ ମୁଁ ହିଁ ବାହା ହେବି। अरे चलो चलो कुछ समस्या घर को चलो एठी थे बड़ बड़ करिबार किछि लाभ नै। अरे चलो कुछ ମୋ ବିବାହ ଭାଙ୍ଗିଗଲା ସବୁ ଚୁରମାର ହେଇଗଲା। ହେଲେ ଏବେ ମୋତେ କିଏ ବାହା ହବ? ଏ ଅଧୁରା ମନଟାକୁ କିଏ ଶାନ୍ତ ଜଳ ସିଞ୍ଚି ଦବ? ओ देवी ମା अबे चुप मां कहले मुंडटा को खराब कर देलो। अरे मां टा को सुनिले मो सिरे प्रसिनारे निया लागते। ଆରେ ମା ଜଣେ ମା ହୋଇ ଏପରି କଥା ନିଜ ପୁଅକୁ କେମିତି କହିପାରିଛୁ ମା? सुन तू मो जन्म कला कोन ମା आ जहां को तू डैडी डैडी बोले डाको छु से भी तू पापा नहंती। आ तते रास्ता कणर उठे आनी आमे पोळी पासे बणिस करिछु। ନାଇଁ ମା ତୁ ମିଛ କହୁଛୁ। ତାଛଡ଼ା ମୁଁ କହୁଛି ନିଛାଟିଆ ଜାଗା ଏଠି କେବଳ ତମେ ଆଉ ମୁଁ। ଆସୁନ ଦେହ ସହିତ ଦେହ ବଚେଇବା। ଆରେ ଏତେ କଥା ଶୁଣିଲା ପରେ ମୁଁ ତୁମକୁ ମା କହିବାକୁ ମୋତେ ଘୃଣା ଲାଗୁଛି ମା, ଘୃଣା ଲାଗୁଛି ମୋତେ ଘୃଣା ଲାଗୁଛି। କରିପାର ମତେ ଘୃଣା ହେଲେ ମୋ ଦେହରେ କାମନାର ନିଆଁ। ଆରେ ଆସ ମୋ କାମନାର ନିଆଁକୁ ଟିକେ ଲିଭେଇ ଦିଅ। ଆରେ ଆସ ନା। ଶୁଣ ଏ ହୃଦୟ କାଗଜରେ ସାଥୀ ତମନା ତମନା ଲେଖିଦେଲି ହେବାକୁ ତମ ପ୍ରିୟତମା। ଆସ ସୁନା ଆସ ସୁନା ଏ ହୃଦୟ କାଗଜରେ ସାଥୀ ତମନା ତମନା ଲେଖିଦେଲି ହେବାକୁ ତମ ପ୍ରିୟତମା। ଆସ ସୁନା ଆସ ସୁନା ଏ ହୃଦୟ କାଗଜରେ ସାଥୀ ତମନା ତମନା।
ଶୁଣ ସତରେ କାହିଁକି କେଜାଣେ ମୁଁ ତତେ ବଳି ପାଶି ମଣିଷ କରିଛି ସତ ଆଉ ଯେଉଁ ଦିନଠାରୁ ତମେ ବଢ଼ି ଯାଇଛ ନା ତମ ରୂପ ଯୌବନ ଦେଖି ମୁଁ ନିଜକୁ ସମ୍ଭାଳି ପାରୁନି ଆରେ ଆସ ଏ ମା ମନ ଦେଇଛି ଭଲ ପାଉଛି ତମ ବିନା ସାଥୀ ମୁଁ ପାରିବିନି ବଞ୍ଚି ଏ ମୋର ମନ ଏ ଯୌବନ ତମ ପାଇଁ ସାଥୀ ମୁଁ ସାଇତି ରଖିଛି ଏ ମନର ମନ୍ଦିରରେ ମୁଁ ସାଇତି ସାଇତି ତମ ପ୍ରେମେ ପାଇବି ଆଜି ମୁଁ ମୋ ଠିକଣା ଆସୁନା ଆସୁନା ଏ ହୃଦୟ କାଗଜରେ ଶୁଣ ଆଉ ଥରେ ମୁଁ ତମ ପାଖରେ ପ୍ରେମ ନିବେଦନ କରୁଛି ଆରେ ଆସ ଆସ ନା ଆଲୋ ଏ ମା ତତେ ଟିକେ ଲଜ୍ଜା ଲାଗୁନି ନିଜ ପୁଅ ସହିତ ଏଭଳି ବ୍ୟବହାର କରୁଛୁ ଏ ଦୁନିଆରେ କୋଉ ମା କାହା ପୁଅ ସହିତ ଏମିତି করে କୁହ ତ ସେ କଥା ମୁଁ ଜାଣିନି ହେଲେ ମୁଁ ତମକୁ ପ୍ରେମ କରିଛି ମାନେ ଆଜି ମତେ ତୁମକୁ ମା କହିବାକୁ ମତେ ଘୃଣା ଲାଗୁଛି ଲଜ୍ଜା ଲାଗୁଛି ମା ତୁ ଗୋଟିଏ କାହାଣୀ ତୁ ଗୋଟିଏ ପିଶାଚୁଣୀ ତୁ ମା ନୁହଁ ତୁ ଗୋଟିଏ ପ୍ରେମ ପାଗଳିନୀ କହିଛ ଚାଲି ଯାରେ ପ୍ରେମ କାଙ୍ଗାଲିନୀ लो तो चारुणी चाहेनी मु तो प्रेम चाहेनी चाली जन प्रेम कंगालिनी लो तो चारुणी चाहेनी मु तो प्रेम चाहेनी चाली जन प्रेम कंगालिनी लो तो चारुणी चाहेनी मु तो प्रेम चाहेनी मा होई आजी मागु प्रीति दान लाज भय नाही तो शरम ना होई आजी मागु प्रीति दान लाज भय नाही तो शरम करुचु प्रेम दयनी करुचु प्रेम दयनी लो तो चाहेनी चाहेनी मु तो प्रेम चाहेनी चाली जरा प्रेम कंगालिनी लो तो चारुणी चाहेनी मु तो प्रेम चाहेनी
ଦେଖ ବୟସ ତ ପୋଡ଼ି ଯାଉ ବୟସ ପୋଡ଼ି ଯାଉ ବୟସ ପାଗଳ ହେଉଛ ଆଜ ଦେଖି ଯୁବା ପୁରୁଷ ଦେଖି ଯୁବା ପୁରୁଷ ଦେଖ ବୟସ ତ ପୋଡ଼ି ଯାଉ ବୟସ ପୋଡ଼ି ଯାଉ ବୟସ পাগল হেউছ আজ দেখি যুবা পুরুষ দেখি যুবা পুরুষ কহিবাকু ততে লাগু নাহি লাজ ফুটাই দেউছ বয়সর ধ্বজ কহিবাকু ততে লাগু নাহি লাজ ফুটাই দেউছ বয়সর ধ্বজ সুধাংশু বলে বায়নি সুধাংশু বলে বায়নি লো তো চারুনি চাহেনি তো প্রেম চাহেনি চালিদল প্রেম কাঙ্গালিনি লো তো চারুনি চাহেনি তো প্রেম চাহেনি ଆସ ଆଉ ଥରେ ତମକୁ ପ୍ରେମ ନିବେଦନ କରୁଛି। अरे नहीं तुमको बार बार बारंबार कहवा सते भी तुम्हें मो कथा को मानु ना कहीं ମାନୁନି ମୁଁ ଏଇଥିପାଇଁ ଯେ ମୋ କାମନାର ନିୟମ ବହି ପଢ଼ି ଚାଲିଛି। ମୋତେ କେବଳ ପ୍ରେମ ଦରକାର ପ୍ରେମ। ଶୁଣ ଆରେ ଆସ ନା अरे नहीं ଆରେ ଦେହକୁ ଦେହ ବଚାଇବା ମନକୁ ମନ ମିଶେଇ ଆମେ ଦିଜଣ ରାସଲୀଳା କରିବା ରାସଲୀଳା। तुम्हें मुझे पागल हो जाइछो पागल ପାଗଳ ନୁହେଁ ମୁଁ ପାଗେଇ ବୋଲି। ଆରେ ଆସ ଆରେ ଆସ अरे नहीं ମୋ ଦେହ ଭିତରେ ଜଳୁଥିବା କାମନାର ନିଆଁକୁ ଲିଭେଇ ଦିଅ। ଆରେ ଆସ ମୋତେ ଉପଭୋଗ କର। ଆରେ ଆସ ମୋ ପ୍ରେମକୁ ତୁ ପ୍ରତାରଣା କରିବାରୁ ମୋତେ ପ୍ରେମ କରିବୁନି। ଶୁଣ ନାରୀ ପ୍ରେମ ଯଦି ପାଇବନି ତାହେଲେ ନାରୀରୁ ଲାଗୁଣି ପାଲଟି ଯିବା ପାଇଁ ତାକୁ ବେଶୀ ସମୟ ଲାଗିବନି। ଭାବିଥିଲି ଦୁଧ ଭାତ ଖୋଇ ମଣିଷ କରିବି। ମୋ କଥାରେ ଉଠିବ ମୋ କଥାରେ ବସିବୁ। ଆଉ ଯୋଉଦିନ ମୋ କଥାରୁ ଏପଟ ସେପଟ ହେଇଗଲୁଣି ମାନେ तो स्थान एठी न हो तो स्थान होची वो फुटपाथ रे रहले गो कथा बड़े रक्त मा ए तो माटा का सुनी ना वो सिरा प्रसिबा रे निया लागि जाय निया आ तो तोटी गड़ा करी रक्त पीवा की इच्छा हुए रक्त छोड़
যদি ভোলা দোষ চাହୁଛୁ এঠু চুপচাপ চালি যা তা নাহে তো এমিতি অবস্থা করিবি যে সেই জায়গা ভিতরে নিজକୁ ବି খোঁজি পাইবনি আর কইছি আমি বাহার কইছি হ্যালো এ বউ এ ঘর ছাড়ি দিবি সত এ ঘর ছাড়ি ସବୁଦିନ ପାଇଁ ଚାଲି ଯିବି ମା আরে ও এ ঘর ছাড়ি ସବୁଦିନ ପାଇଁ ଚାଲି ଯିବି ମୁଁ ଯେତେବେଳେ ଛୋଟରୁ ବଡ଼ ହେଇଛି ତୁମକୁ ମୁଁ ମା ରୂପରେ ଦେଖି ଆସିଛି ମା ଆଜି କହୁଛ ତୁମେ ମୋର ମା ନୁହେଁ ବୋଲି ପରଶୁରାମ ମୋର ପିତା ନୁହନ୍ତି ବୋଲି ମୁଁ କେମିତି ବିଶ୍ୱାସ କରିବି ମା ମୁଁ କେମିତି ବିଶ୍ୱାସ କରିବି তোর বিশ্বাস করিবা ন করিবা মোর কিছু যায় আসে না মু যোটা সত কথা সেইয়া কইছি এ মা ମୁଁ ଭାବିଥିଲି ଏ ଦୁନିଆରେ ମୋର ବି ବାପା ମା ଅଛନ୍ତି ବୋଲି ହେଲେ ଆଜି ତୁ ମୋତେ ଗୋଟେ ଅନାଥ ଛୁଆ କରିଦେଲୁ ମା ଗୋଟେ ଅନାଥ ଛୁଆ କରିଦେଲୁ ମୁଁ ଗୋଟିଏ ଜାରଜ ମୁଁ ଗୋଟିଏ ପରିଚୟହୀନ ମୋର ମା ବାପାର ଠିକଣା କିଛି ନାହିଁ আবে এঠে বড় বড় ন করি এঠু শীঘ্র পড়া তা নহলে পড়ার ধক্কা দেই এঠু বাহার করিবা পাই মতে বেশ ভালো ভাବରେ আসে ঠিক ଅଛି ମା ମୁଁ ଏ ଘର ଛାଡ଼ି ସବୁଦିନ ପାଇଁ ଚାଲି ଯାଉଛି ଧୋକା ମାରିବାର ଜରୁରତ ନାହିଁ ତେବେ ଆସୁଛି ମା জীবন বুঝিত পলকি বদলে নিজর ঠিকনা জীবন বুঝিত জীবন বুঝিত পলকি বদলে নিজর ঠিকনা পলকি বদলে নিজর ঠিকনা সময়ের সরুতালে পক্ষী নিরোলালে সময়ের সরুতালে পক্ষী নিরোলালে বাহুনি বাহুনি অতীত গীত আখি আরম্ভ ওঠরি শেষ আখি আরম্ভ ওঠরি শেষ আখি আরম্ভ ওঠরি শেষ আখি আরম্ভ ওঠরি শেষ
ଦେଖିଲେ ନା ଆଜି ଆମ ସ୍ୱପ୍ନ ପୁରା ହେଇଯାଇଛି। ହଁ ପ୍ରକାଶ କେମିତି ସ୍ୱପ୍ନ ବେ ଆରେ ତୁ ତୁ ଏଠାରେ କଣ ହେଇଛି ତୋର? ଆବେ ଶଳା ମୋ ସ୍ତ୍ରୀକୁ ନେଇ ଆସି କହୁଛୁ କଣ ହେଇଛି? ଏ ତୁ କଣ ପାଗଳ ହେଇଯାଇଛୁ? ଆରେ ଶିଖା ହଉଛି କେବଳ ମୋର। ତାକୁ ଭଲ ପାଉଥିଲି, ସେ ବି ଭଲ ପାଉଥିଲା। ଆଜି ଆମେ ଦି ଜଣ ପରସ୍ପରକୁ ବାହା ହେଇ ସାରିଛୁ। ଆବେ ନାଇଁ ବେ ବାହା ହେଇଛୁ? ହଁ କାହାକୁ କହିକି ବାହା ହେଇଛୁ ବେ ଶଳା? ବହୁତ କଥା କହୁଛୁ। ନିଜକୁ ନିଜ କଣ ଭାବୁଛୁ? ଆବେ ମୋ ନିମନ୍ତ୍ରଣ କାର୍ଡ ସବୁ ସରି ଯାଇଥିଲା, ଆବେ ହେଲେ ତୁ ଶଳା ବାହା ବେଦରୁ ମୋ ଶିଖାକୁ ଉଠେଇ ନେଇଛୁ। ଆଜି ତୋତେ ଛାଡ଼ିବିନି ବେ, ତୋତେ ମାରୁ ମାରୁ ମାରିଦେବି। ତତେ ଭଲରେ କହୁଛୁ ତୁ ଏଠାରୁ ଚାଲିଯା, ନଚେତ ଏଇ ମୁହୂର୍ତ୍ତରେ ତ ଗଣ୍ଡି ମୁଣ୍ଡ ଅଲଗା କରିଦେବେ। ଆବେ ଦେଖିବ ବେ କାହାର ଗଣ୍ଡି ମୁଣ୍ଡ ଅଲଗା ହେଉଛି। ତାହେଲେ ଠିକ ଅଛି, ତୋ ଦେହରେ ଯଦି ଶକ୍ତି ଅଛି ତାହେଲେ ମୋ ସହିତ ଶକ୍ତିର ଶକ୍ତି ଲଢେଇ କର, ଦେଖିବା କାହାର କେତେ ଶକ୍ତି। ଆବେ ଆବେ ଦେଖା ବେ ଧନରେ ମା ତୁ ଏ କଣ କରୁଛୁ? ମୁଁ କଣ ତତେ ଏଇ ଶିକ୍ଷା ଦେଇଛି? ହେଲେ ମା ତୁ ଜାଣିନୁ ଏ ମୂର୍ଖ ମୋ ସହିତ ଶକ୍ତିର ମୁକାବିଲା କରୁଛି। ହେଲେ ନାରେ ଧନ ତୁ ସେମିତି ମାରନା, ସେ ବି ଗୋଟିଏ ମାର ପୁଅ। ତୁ ଆସି ମଝିରେ ରହିଗଲୁ, ନହେଲେ ଏଇ ମୁହୂର୍ତ୍ତ ତା ଜୀବନ ନେଇଯାଏ। ନାରେ ବାବା ତୁ ସେମିତି ହଉନା। ଏ ମା ପ୍ରଭା, ତାକୁ ତାକୁ ଉଠାରେ, ତାକୁ ଉଠା। ସେ ବି ଗୋଟେ ଆମ ପୁଅ, ଉଠା। ବାବା ହଁ ମା, ହେଲେ ଧନରେ ମା ହେଲେ ତୁ ତ କହୁଥିଲୁ ନିଜେ ମୋ ଭାଇକୁ ତମ ପାଖକୁ ଖୋଜି ଆଣିଦେବି ବୋଲି। ହେଲେ ଧନ ଏଯାଏ ତୁ ତାର କିଛି ଖୋଜ ଖବର ପାଇଲୁ ନା କଣ? ଏ ମା ମୁଁ ତତେ କଥା ଦେଇଛି ମାନେ ତୋ ପୁଅକୁ ଯୋଉଠି ଥିଲେ ବି ମୋତେ ଖୋଜି ଆଣିବି। ଏ ପ୍ରକାଶ, ଅଜା ପ୍ରଥମେ ତାର ପରିଚୟ ଟିକେ ପଚାରୁ ରେ। ଏ ବାବୁ, ତମେ ପରିଚୟ ଜାଣିଛୁ ଆଇସ, କଣ? ତମର ନା କେନା ଟିକେ ପରିଚୟ କରିପାରିବ କେ ବାବୁ? ହଁ ବୁଢା ବାବା, ତମର ନା କେନା ବାବୁ? ମୁଁ ହେଉଛି ଗୋଟିଏ ଅନାଥ। ଅନାଥ? ଦେଖିଲି ତୁ ବାବା ହେଲେ ତୋ ନାମ ତ ଥିବ। ବାବା କ ବାବୁ କ। ଛୋଟବେଳୁ ମତେ କାରୁଣ୍ଡ ନଗର ପରଶୁରାମ ପୋଷ୍ୟପୁତ୍ର କରି ମତେ ରଖିଥିଲେ ବାବା। ହେଲେ ଆଜି ଆଜି ତାଙ୍କ ସ୍ତ୍ରୀ ମୋ ସହିତ ଖରାପ ବ୍ୟବହାର କରି ମତେ ଘରୁ ତୋଡ଼ି ଯାଇଛନ୍ତି ବାବା। ନିଜେ ତ ଗୋଟେ ଚରିତ୍ରହୀନ ଲୋକକୁ ଦୋଷ ଦେଉଛି। ଏ ପ୍ରକାଶ, ଉପରେ ପ୍ରକାଶ, ଏ ମା ପ୍ରଭା, ଶୁଣି ପାରୁଛୁ? ହଁ ବାବା କାରୁଣ୍ୟ ଗଜର ପରଶୁରାମ ତାଙ୍କୁ ଧୋକା ଦେଇଛି। ହେଲେ ମା ଏ ଗୋଟିଏ ତାର ପରିଚୟ ଟିକେ ଭଲ କରି ଜାଣରେ ମା, ପଚାରରେ ମା। ହେଲେ ବାବା ଆରେ
ପାଇଁ ବୁଝିପାରୁ ଏ ମା ମା କଣ ମୁଁ ଦେଖୁଛି ହଁ ମା তো ছুয়া বেলে তা কপাল দেইথিবা সেই কলা চিহ্ন মা সেই কলা চিহ্ন মা ଅଜା ହଁ ପ୍ରକାଶ କ'ଣ କହୁଛ ହଁ, দেখ দেখ তা কপাল দেইথিবা কলা চিহ্নକୁ ସେଇଟା ମୋ ଭାଇ ମା ହଁ ପ୍ରକାଶ সে তোর ছোট ভাই ଯୋଉ ଟିକା ମୋ ପାଖରେ ଅଛି ତା ପାଖରେ ବି ଅଛି ମା কে প্রকাশ ତା ପାଖରେ ବି ଅଛି ମୋ ଆଖିରେ ମୁଁ ନିଜେ ଦେଖିଛି ହେଲେ ମୋତେ ତ ବିଶ୍ୱାସ ଲାଗୁନି ସେ ମୋ ପୁଅ ହେଇଥିବ ବୋଲି ଏ ମା ସେଇଟା ଅଛି ତୋ ପୁଅ ମା ହେ ଭଗବାନ ପ୍ରକୃତରେ ଆଜି ଜାଣିପାରିନି ପ୍ରଭୁ ଆଜି ମୋ ସୁଖର ସଂସାର ଫେରାଇ ଦେଲ ପ୍ରଭୁ ବାବା ଏ ମା ତାକୁ ଡାକରେ ମା ବାପାରେ এ বাবু ମୋ ପାଖକୁ ଟିକେ ଚାଲିଆରେ ଧନ শুনে মা প্রভা না আদিত্য নহ তোর না হচ্ছে প্রভাত সোনা প্রভা ଏ ଭାଇ ଆରେ প্রকাশ ତୁ ଅନାଥ ନୁହଁ ତୋର ମା ଅଛି ତୋ ବଡ଼ ଭାଇ ଅଛି ତୋ ଜେଜେ ଅଜା ଅଛନ୍ତି ମା ଆରେ ଧନ ମୋ ପାଖକୁ ଟିକେ ଚାଲିଆ କେତେ ଦିନ ମୁଁ ଏ ଆଖି ଖୋଜୁଛି ତୋତେ ଦେଖିବା ପାଇଁ ମୁଁ କେତେ ଅନାଥ ହେଇ ବଞ୍ଚିଛି ମା ଏ ଭାଇ ମୁଁ ଯୋଉ ଭୁଲ ସବୁ କରିଥିଲି ମତେ କ୍ଷମା କରିଦେ ଭାଇ ଆରେ ତୋର କିଛି ଭୁଲ ନାହିଁ ରେ ଅଜାଣତରେ ମୋ ବଡ଼ ଭାଇ ସହିତ ମୁଁ ଯୁଦ୍ଧ କରୁଥିଲି ଯୁଦ୍ଧ ଆରେ ଭଗବାନ ଯାହା କରନ୍ତି ଭଲ ପାଇଁ କରନ୍ତି ଆଜି ମୋ ଭାଇକୁ ମୁଁ ଶାସ୍ତି ଦେଇଛି ସେଥିପାଇଁ ଆଜି ମୋ ଭାଇକୁ ପାଇଛି ଭାଇରେ ହଁ ଭାଇ ଥରୁଟିଏ ମୋ ପାଖକୁ ଆ ତତେ ଥର ଦେଖିବି ଭାଇ এ প্রকাশ ଅଜା তো পাখরে যে অছি সে কে তোর ଅଜା ক প্রকাশ ଇଏ ହେଉଛି ଶିଖା ଯେତେବେଳେ ମୋ ସାନ ଭାଇକୁ ଖୋଜିବା ପାଇଁ ଯାଉଥିଲି ବଡ଼ରେ ক প্রকাশ ক ତାଙ୍କ ସହିତ ଦେଖା ହେଇଥିଲା ଆଉ ଆମେ ଦି ଜଣ ଭଲ ପାଇ ବସିଥିଲୁ ଆଉ ଆଜି ମୁଁ ଶିଖାକୁ ବାହା ହେଇଛି ଯଦି କିଛି ଭୁଲ କରିଛି ତାହେଲେ ମୋତେ କ୍ଷମା କରିଦେବ নাই রে প্রকাশ তাহলে বইটা নাতি বহু ଏ ମା ଇଏ ହେଉଛି ତୋ ବୋହୁ ମା ସତରେ ଧନ ତୁ ସତ କହୁଛୁ ତ ହେଲେ ମା ସର୍ବପ୍ରଥମେ ଘେନ ମୋର ଭକ୍ତିପରା ଭୂମିଷ୍ଠ ପରିଣାମ ମା ଉଠରେ ମାଉ ସତରେ ମୋ ପୁଅଟା କେତେ ସୁନ୍ଦରୀ ରାଜକୁମାରଟିଏ ପାଇଛି এ প্রকাশ এ প্রভাত ଆମେ ସମସ୍ତେ ତୋ ବାପାକୁ ଖୋଜିବା ଚାଲ ସମସ୍ତେ ଯିବା ହଁ ଯା ଚାଲ
हे भगवान गला सब तो गला मो स्त्री गला मो राज्य गला आउ एबे कौन करिबी खाइबा पाई खुद कणिकाटाए नहीं रहिबा पाई मुड़ा गुंदिबा पाई जगाटे नहीं आउ एबे कौन करिबी भिक मागिबा छड़ा आउ मो पाखरे किछि रास्ता नहीं ए माँ माने ए बापा माने भिक मुठाए दियलो भिक मुठे दियो आनिल जननी भिक मुठे दियो आनी हेला किछि मुखाइनी 3 दिन हेला किछि मुखाइनी न मिलई अर्ण पानी लो जननी न मिलई अर्ण पानी ए माँ ए माउसी करम मोहर मंदल माउसी करम मोहर मंद से दिन राजेन्द्र आदित फकीर से दिन राजेन्द्र आदित फकीर दैवर एही छंदल माउसी दैवर एही छंद माउसी करिछि तुम सराल माउसी करिछि तुम सरा देइथिले पाई न देले गो नाही देइथिले पाई न दिले गो नाही लेखे सुधांशु पे हेरालो माउसी लेखे सुधांशु पे हेरा এইটা মা ମାନଙ୍କର ଆଶୀର୍ବାଦରୁ କି କିଛି ପାଇଛି এইটা ମୁଁ କିଛି ଦିନ ଖାଇବି ଆଉ ବଞ୍ଚିବି ଆଜି ତ ମତେ ଭୀଷଣ ଜ୍ୱର ବୁଲି ବୁଲି ବାରଦ୍ୱାର ଜ୍ୱରରେ ମୋର ଦେହ ତାତି ଯାଉଛି ମୁଁ କ'ଣ କରିବି এইটি ଟିକେ ଶୋଇ ପଡ଼ିଯାଏ
ଅଜା ହଁ ବାବା ଆରେ କେତେ ରାଜ୍ୟ ଖୋଜିଲୁ କିନ୍ତୁ ପିତାର ଦେଖା ନାହିଁ କ'ଣ କରିବା କୋଉଠି ଥିବେ ସେ ହେ ପ୍ରକାଶ এই গছ মূলরে যেন বসছে মুই তার পাকে থেকে যাই দেখছি ନା ଅଜା ସେ ତ ଗୋଟେ ପାଗଳ ପରି ଦେଖାଯାଉଛନ୍ତି এ বাবু মুই যাই দেখছি রে বাবু ଠିକ ଅଛି এ বাবা গজমূলে গে বসছে গজ বাবা ଅଜା ସେ ପାଗଳ ପାଇ ଯାଉଛ କ'ଣ ପାଇଁ নাই রে প্রকাশ তাকে ভীষণ জ্বর হচ্ছে রে বাবা ভীষণ জ্বর ଆରେ ଦେଖନ୍ତୁ ସେ ପାଗଳ ପରି ଦେଖାଯାଉଛି ঠিক আছে প্রকাশ দেখুছি তুমি কে বাবা ମୋର ପରିଚୟ ବୋଲି କିଛି ନାହିଁ ରେ ବାପା ମୋ ବାର ଦ୍ୱାର ବୁଲି ବୁଲି ଭିକ ମାଗୁଛି ମୋର କିଛି ପରିଚୟ ନାହିଁ থিব তুমি গোটে রাজা হয়ে দিচ্ছ তোমার নিশ্চয় তোমার পরিচয় থিব বাবা তোমার তো পরিচয় থিব ନାଇଁ ରେ ବାବା ତମେ କିଏ ବାବା ଅଜା ତମେ ମୋ ପରିଚୟ ମାଗୁଛ ଏ ଅଜା ମୁଁ କହିଲି ନା ତୁମେ ଆରେ ସେ ଗୋଟେ ପାଗଳ ପୁରୀ ପରିଚୟ କେମିତି ଜାଣିବ এই প্রকাশ ଆମେ এই ସମୟ ନଷ୍ଟ ନ କରି ଚାଲ ଆଗକୁ ଆମେ ପିତାକୁ ଖୋଜିବା ଏ ପାଗଳ ସହିତ ତୁମେ ସମୟ ନଷ୍ଟ କରନି রে প্রকাশ তার পরিচয় দেবে পাইছি তারপরে আমি সবে দিবা ক বাবা আরে এ পাগଳ তোমার পরিচয় দেবে আরে ক বাবা। বাবা ହଁ କ'ଣ କହୁଛ ବାବା হ বাবা ମୋ ପରିଚୟ ଜାଣିବାକୁ ଚାହୁଁଛ হ ବାবা ମୋ ପରିଚୟ ଜାଣିଲେ ତମେ କ'ଣ କରିବ କିଛି ନହେଲେ ହେଲେ ତମେ ପରିଚୟ ମାଗୁଛ ତାହେଲେ ମୋ ପରିଚୟ ଶୁଣିଯାଅ ରେ ଆରେ ଦେହରେ ତୋର ପ୍ରବଳ ଜ୍ୱର ତ ପରିଚୟ ଜାଣିଲେ ହୁଏତ ଆମେ ତ ଠିକଣା ଜାଗାରେ ପହଞ୍ଚେଇ ଦେବୁ ହଁ ଆମେ ଅଳ୍ପ ବାଟ ଯାଉଛୁ ଯଦି ହବ ତ ଆମ ସହିତ ନେଇଯିବୁ ତୁ ପାଗଳ ପରି ତ ଦେଖାଯାଉନି ତ କଥାବାର୍ତ୍ତା ତ ପାଗଳ ପରି ଲାଗୁନି ହଁ ରେ ବାପ ହେଲେ ତମ ପରିଚୟ ଜାଣିପାରେ କି ମୋ ପରିଚୟ ମୁଁ କାରୁଣ୍ଡ ରାଜ୍ୟର ରାଜା ସତ୍ୟବ୍ରତ ମତେ ମୋ ଭାଇ ପରଶୁରାମ ଘରୁ ବାହାର କରିଦେଇଛି ପ୍ରଥମେ ରାଣୀ ସ୍ୱର୍ଣ୍ଣପ୍ରଭାକୁ କୂଟ ଚକ୍ରାନ୍ତ କରି ବାହାର କରିଦେଲା ପରେ ସେ ମତେ ଆଜି ମାଡ଼ ମାରି ରାସ୍ତାର ଭିକାରୀ ସଜେଇ ଦେଇଛି ତୁମେ କ'ଣ କହୁଛ এ বাবা তুমি কারণ জগতের রাজা সত্যব্রত হরে আর বাবা তোমার রানী ସତରେ କ'ଣ ତୁମେ ରାଜ তোমার রানী স্বয়ং প্রভা ହଁ হেরে ତମେ ଜାଣିଛ ତାକୁ সবু জানিছি বাবু সবু জানিছি ତାହେଲେ ସେ କୋଉଠି ଅଛି সবু কহিদেবি বাবু এ বাবু ହଁ তম পছ পগা যে অছি তাকু টিকে চিহ্নি পকাও সে কিয়ে দেখো বাবা তম পছ পগা যে অছি তাকু টিকে চিহ্ন কিয়ে ନା ତମେ ଚୁଅଲି ମୁଁ ବହୁତ ପାପ କରିଛି ତୁମ ଉପରେ ଅନ୍ୟ ଅତ୍ୟାଚାର କରିଛି ସେହି କୁଲାଙ୍ଗର ପର୍ଶୁ କଥାରେ ପଡ଼ି ମୁଁ ନ ଜାଣି ନ ଶୁଣି ଘରୁ ବାହାର କରିଦେଇଛି ମତେ ଛୁଅଲି। ସ୍ୱାମୀ ନା ସ୍ୱାମୀ ନା ତୁମେ ସେମିତି କୁହନି এইটা হচ্ছে ଆମ ଏ ଭାଗ୍ୟର ଦୋଷ
ମୁଁ ହାତ ଯୋଡ଼ି ନେହୁରା ହେଉଛି ସ୍ୱୟଂ ପ୍ରଭା ମୋତେ କ୍ଷମା କରିଦେବ। ତମେ ସେମିତି କରନି। ହେଲେ ଏତେ ଦିନ ପରେ ଯେତେବେଳେ ମୁଁ ତମକୁ ପାଇଛି, ହେ ନୀଳାଦ୍ର ନୀଳାଦ୍ରି ନୀଳାଚଳିଆ, ତମେ ମୋ ଗୁହାରି ଶୁଣିଛ ପ୍ରଭୁ, ମୋ ଗୁହାରି ଶୁଣିଛ। ଆଜି ମୋ ସ୍ୱାମୀକୁ ମୋ ପାଖକୁ ଫେରାଇ ଆଣିଛ, ମୋ ପୁଅକୁ ମୋ ପାଖକୁ ଫେରାଇ ଆଣିଛ। ତୁମକୁ ଅଶେଷ ଅଶେଷ ଧନ୍ୟବାଦ। ଏ ବାବା ସତ୍ୟବ୍ରତ, ସ୍ୱୟଂ ପ୍ରଭା। ସତ୍ୟବ୍ରତ, ହରେ ବାବା। ତମେ ଯେତେବେଳେ ଘରୁ ବାହାର କରିଦେଲ ତମ ସ୍ତ୍ରୀକୁ, ହଁ ସେତେବେଳେ ତମ ସ୍ତ୍ରୀ ଗର୍ଭାବସ୍ଥା ଥିଲେ ତ? ହଁ তার দুইটা ছুয়া জন্ম করিছে। দুইটা ছুয়া? দুইটা ছুয়া। তবে দেখবাকে পাইব তো? হ্যাঁ। দেখো তোমার বড় পুয়া প্রকাশ, প্রকাশ আর ছোট পুয়া প্রভাত। প্রভাস। হ্যাঁ। প্রভাস, এ বাবা প্রকাশ, মতে ক্ষমা করিদেব। সেই দেশদ্রোহী ভাই কথারে পড়ি তো মাকে মু ঘরু বাহার করে দেইছিলি। তুমি মতে ভুল বুঝিবনি রে বাবা, ভুল বুঝিবনি। না বাপা, ଆପଣଙ୍କ କୌଣସି ବି ଭୁଲ ନାହିଁ। ସବୁ ହେଉଛି ଆମ ଭାଗ୍ୟର ଦୋଷ। ଆମ ଭାଗ୍ୟରେ ଯାହା ଲେଖା ଥିଲା ତାହା ତ ଆମେ ହିଁ ଭୋଗିବା ନା। ହେଲେ ବାପା, ଆଜି ମୋ ମାକୁ ପାଇ ଆମ ଦୁଇ ଭାଇକୁ ପାଇଛ କେବଳ ଅଜାଙ୍କ ପାଇଁ। ଆଜି ଯଦି ସେ ନଥାନ୍ତେ ଆମେ ଜନ୍ମରେ ଏ ପୃଥିବୀରେ କେବେ ବି ପାଦ ଦେଇନଥାନ୍ତୁ। କେବଳ ତାଙ୍କରି ଦୟାରେ ମୋ ମାକୁ ଆଶ୍ରୟ ଦେଇ ଆମ ଦୁଇ ଭାଇକୁ ସେ ରଖିଥିଲେ। বাবা, সতরে তুমি মো পাই ঈশ্বর। ହଁ ବାପା, রাজা, তবে রাজা হেলে আমি প্রজা। তুমকু শত প্রণিপাত দণ্ডবত বাবা। না মহারাজ, না প্রণিপাত করিবার আবশ্যক নাই। তুমি আজ মো পরিবার কু বঞ্চাই দেইছ বাবা। ভগবান আউ এ দুনিয়ারে নাহান্তি, তুমি হি ভগবান। ଆଜି ମୋ ବାପାକୁ ପାଇଛି କେବଳ ତୁମରି ପାଇଁ। ହଁ ପ୍ରକାଶ, ଯେତେ ଦିନ ଖୋଜୁଥିଲି ମୋ ବାପାକୁ ଆଜି ପାଇଛି। ବାପା, ଆଉ କିଛି ବି ମନ ଦୁଃଖ କରିବା ନାହିଁ। ନାଇଁ ବଡ଼ ଭାଇ, ଯେଉଁ ଲୋକଟା ପାଇଁ ଏଇ ଆମର ସୁନାର ସଂସାରଟା ଭାଙ୍ଗିରୁଚି ଚୁରମାର ହେଇଯାଇଥିଲା, ନା ନା, ସେ ପଶୁରାମ ଯାକ ମୋ କଥା ଏମିତି ରାଗିଲେ କିଛି ହବନି। ଆରେ ସିଏ ବି ଆମ ରକ୍ତର ଲୋକ। না, ବାପା, প্রভাস ঠিক কহুছি। সেই পরশুরাম লাগি আজ আম পরিবার ছিন ভিন হয়ে যাইছি। କ'ଣ তাকু আমি কিছু না কিছু শাস্তি দেবা। ବାପା, তাকু আমি জীবন্তরে ন মারি তাকু পাগল সজাই দেবা। ঠিক କହିଛନ୍ତି ବା। তাহলে আমি সেই পরশুরাম পুরী কু চালি যা। এ বাবা, আরে বাবা, ଆଉ ଗୋଟେ କଥା କହିବି ବାବା, ତମ ବୋହୂକୁ ଦେଖିବନି? বহু ହଁ ବାପା, ଶିଖା। ବାପା, ଇଏ ହେଉଛନ୍ତି ଶିଖା। শিখা। ହଁ ବାପା, ମୁଁ ତାଙ୍କୁ ବାହା ହେଇଛି। এই শিখা ଶିଖା, ଇଏ ହେଉଛନ୍ତି ମୋ ବାପା। ହେଲେ ବାବା,
সর্বপ্রথমে ঘিন মোরা ভক্তি ভরা ভূমিষ্ঠ প্রণাম বাপা। নাই রে মা নাই। আজ ମୋ ଘରକୁ ଉଜ୍ଜଳ କରିଦେଇଛୁ ରେ ମା। ହେଲେ ବାବା ବାବା ପ୍ରକାଶ ବାପା ଆମ ଭଗବାନ ହିଁ ଏଇ ବାବା, ତାଙ୍କୁ ଆମେ ସମସ୍ତେ ପ୍ରଣାମ ଜଣାଇବା। ନିଶ୍ଚୟ ବାପା। ପ୍ରକାଶ ମୋର ବାପା ପ୍ରଭାସ କୁମାର, ପ୍ରକାଶ ମୋର ପ୍ରଭାସ କୁମାର, ଗଢ଼ିଦେବ ତମେ ରାଜଭବନ। ମୋ ବେଲି ନୟନ, ମୋ ବେଲି ନୟନ, ଗାଇବା ଖେଳିବା ବୁଲିବା, ନାଚିବା ଗାଇବା ଖେଳିବା ବୁଲିବା, କଥାରେ ମହିବା ଆମ୍ବେ ସଭିଙ୍କ ମନ। ମୋ ବେଲି ନୟନ, ମୋ ବେଲି ନୟନ, ମୋ ବେଲି ନୟନ। ଆମେ ସମସ୍ତେ ପରଶୁରାମଙ୍କ ଶୁଣାଇ ଯିବା, ସମସ୍ତେ ଚାଲିଯିବା। ଠିକ ଅଛି ବାବା। ଚାଲନ୍ତୁ। କଣ ସରିଗଲା? ତାଙ୍କ ଫ୍ୟାମିଲି ପୁରା ଗୋଟେ ମୁଠାରେ ହେଇଗଲେ, ଆମକୁ ଖୋଜୁଛନ୍ତି ଏଇଠି ଭାଗ, ନହେଲେ ମୋଲରେ ବାପା ମୁଁ ଚାଲିଲି। পরশুরাম বঞ্চিছি মানে একাই বঞ্চিছি। ଏବେ ତ ବସିଛ, ସେମାନେ ହେଲେ ମରବରା ତମେ ହେଲା, ବୁଝିଲ ତ?
ଆବେ ଶଲା ମୋ କଥା କ'ଣ ତ ବୁଝିପାରୁ କ'ଣ ହେଲା ଏମିତି ଛନ୍ଦ କପଟରେ ରାଜ୍ୟ ସାରା ମାରି ଦେଇଛି ହଁ ଆଉ କାରଣ୍ୟ ରାଜାଧିରାଜେଶ୍ୱର ଦୟାନିଧି ଆଜିଠାରୁ ତୁମେ ଏଇ ସେନାପତି ପଦରେ ଅଭିଷିକ୍ତ ହବ আরে জীবন ছিল জীবকা মরি গলে ছেতকা জীবন ছিল তো সেনাপতি হেবি মুই বুঝল তো আসিয়া দে পহেলা শ্রাবণে কাজে ঢুকে না ମୋର ଗୁଣ ଗୁଣେ ରକ୍ତ ବିନ୍ଦୁ ଥିବା ଯାଏ କିଏ? ভাই ইয়ে না সে পরশু ହଁ ବଡ଼ ଭାଇ ଏବେ ତତେ ମୁଁ କେତେ ଖୋଜିଛୁ କାହିଁକି ଜାଣିଛୁ କ'ଣ ପାଇଁ ଯୋଉ ପାପ କରିଛୁ ସେଇ ପାପର ଆଜି ପ୍ରାୟଶ୍ଚିତ କରିବୁ ଏ ମନେ ପକା କ'ଣ ଭୁଲ କରିଛୁ ହୋଇବେ ମୁଁ କୋଉ ପାପ କରିଥିଲି ଯେ ଏମାନେ ପ୍ରାୟଶ୍ଚିତ ପାଇ ଆସିଛନ୍ତି বাপ যেতে পাপ করছিস কে কইবি ଆରେ ମନେ ପକା ସେଇ କାରୁଣ୍ଡ ନଗର ରାଜା ସତ୍ୟବ୍ରତଙ୍କ କଥା ଯାହାକୁ ଦିନ ପାଗଳ ସଜେଇ ଦେଇଥିଲୁ ସୀତା ପରି ମୋ ମାକୁ ଏ ରାଜ୍ୟରୁ ତୋଡ଼ି ଦେଇଥିଲୁ ସେଇ ଦିନ କଥା ମନେ ପକା ତୋର ଭାଇ ଅନାଥ ପରି ବଞ୍ଚି ରହିଛି ମୋ ଭାଇ ଫାଡ଼ି ଫେରିଛି ମୋ ଭାଇ ପାଇଥିଲି ସେ ଭାଇକୁ ତୁ ଛଡ଼େଇ ନେଇ ପାଣି ସପୁର ଭିତର କରିଥିଲୁ ପ୍ରତିଶୋଧର ନିଆଁ ଜଳୁଛି ମୁଁ ଏମିତି ଯାର ଜୟ ରାଜ୍ୟରେ ଅନେକ ଅଛନ୍ତି ତୁ ଯଦି ରାଜା ସତ୍ୟବ୍ରତଙ୍କ ପୁଅ ହଁ ମୁଁ ତ ରାଜାଙ୍କ ଭାଇ ଆମେ କି ଭାଇ ବେ ଯୋଉ ଭାଇ ନିଜ ଭାଇ ସହିତ ବେଇମାନ କରେ ସେଇ ଭାଇ ତୁ আরে রাজ্য যদি দরকার ছিল মো বাপা তোতে খুশিরে দেই দেছে কিন্তু তো বেইমান নিরীহ মଣିষକୁ পাগল সজেই দেলু আজি হচ্ছে তোর শেষ দিন স্বয়ং যমরাজ আসলে বি তো জীবন বঞ্চে পারবেনি মো ভাইକୁ ଯୋଉ কষ্ট ଦେଇଛୁ ମୋ ଦେହର ନିଆଁ ଲାଗି ଯାଇଛି এই মুহূর্ତରେ তো গন্ডি মুড় ଅଲଗା କରିଦେବି দয়ানিধি সে কହୁছে মধ্যে নিহা লাগিছে এতকি বর্ষা হচ্ছে লিভি ଯିବା না হইবে দয়ানিধি পাগল পাগল পরশুরাম পরশুরাম ভাই କଣ ଦେଖୁଛୁ ଯୋଉ ପାପୀ ତତେ ଯେତେ କଷ୍ଟ ଦେଇଛି ମୋର ଆଖି ସାମ୍ନାରେ ତୁ ତାକୁ ଏମିତି କଷ୍ଟ ଦେ ଯେ ଦେଖିଲେ ଡରିବ ଏ ଶୋଲାଟାକୁ ମାରୁ ମାରୁ ମାରିଦେବି ଭାଇ ମାରିଦେ
अबे ए भाई ए तू कौन कलु अरे ମୁଁ ଯାହା କରିଛି ଠିକ କରିଛି ଭାଇ। अरे ता मुंडर मारी देछ तो पागल हो जाई बोधे কি রে বয়া হউছু পাগল কে এবে মারবা ହଁ ବଡ଼ ଭାଇ ସେ ପାଗଲଟାକୁ ଛାଡ଼ିଦେବା ହିଁ ଭଲ। सत कहछ जो बाप करथिला एमिति सेमिति याकू जदि आमे मारी देबा ताल किछि लाभ होबनी। पागल हई दांडर भिकारी परी लोक मानको भिक मागिबो लोक मानको ओइटा खोली चाटिबु तापर शेषरे भोग कर तू मरी जिबु। ଆମେ ଚାବେ ଓକେ ପାଗଲ तापरे तो मन शांति हबो आम मन भी शांति हबो काई किना पागल साजिची परशुराम। ଏ ଶଳାଟାକୁ ବନ୍ଦିଶାଳରେ ଭର୍ତ୍ତି କରିଦେବା ନଚେତ ଦେହକୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବା ବଡ଼ ଭାଇ। तोर जहा इच्छा अछि तू सैया कर हेले मो आखी सामना रे पागलटा बाहर कर। अबे ए सोरा पागल नले एई मुहूर्त ता मुंड खंडी अलगा कर देबी चली जा मो आखी सामना रे पागल। पागल चाची चिठी परशुराम 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 ए मा श्याम प्रभा अरे माँ माँ तो चेते दुख जाऊला तो सबके तो पैदले माँ हेले मोर नाती बहु आज बिहा कर दे मुई देखबी ई कुमार बुढ़ा मोर नाती नातीर बिहा देखबी बड़ी करी केते सताई छे बिहा कर दे। हेले बाबा एमिति शुभ मुहूर्त रे बापा कुआड़ जाय छथि। बाबा भोजी कामरे व्यस्त अछंती बाहागर करा आसुतिरे आस समस्ते प्रकाश एवं सीतार बिहा करके मो सबे आस राजा प्रकाश सीतार बिहा कर दियो ई कुमार बुढ़ा टिके देखी कर खुश लागबा मुके सेटाके अपेक्षा करिसे बिहा कर दियो जल्दी जल्दी। ठीक अछि रे बाबा।
মা স্বয়ংপ্রভা মোর নাতি